ତାଙ୍କର ଏ ବୈଠକ ଡକାଯାଇଥିଲା ଏବଂ ସାନମୁଖ୍ୟମନ୍ତ୍ରୀର ବିଧାୟକ ଭୁବନେଶ୍ୱର ଜଗନ୍ନାଥ ପ୍ରଧାନ ଆମେ 3 ଜଣ ଯାକ ତାଙ୍କର ବୈଠକ ଅତୀତରେ ବା ବିଗତ 2 ବର୍ଷ ପୂର୍ବରୁ ଯେଉଁ କଥାକୁ ନେଇକି ସେମାନେ ବିଶେଷ ଭାବରେ ଓଡ଼ିଆ କଣ୍ଟ୍ରାକ୍ଟର ଓଡ଼ିଶା ଓଡ଼ିଆ ଲୋକ ବାହାରୁ କଣ୍ଟ୍ରାକ୍ଟର ଆସିକି ଓଡ଼ିଶାରେ କାମ କରୁଥିଲେ ଓଡ଼ିଶାରେ ବାହାର ରାଜ୍ୟର ବିକାଶ ହେଉଥିଲା ସେ କଥାକୁ ପ୍ରାଧାନ୍ୟ ଦେଇ ଏ ଆସୋସିଏସନ୍ ବଢ଼ାଯାଇଥିଲା। ସେଭଳି କଥାକୁ ଗତ 2 ବର୍ଷ ତଳୁ ବିଗତ ସରକାର ଥିଲାବେଳେ ମଧ୍ୟ ସେମାନେ ବିରୋଧ କରିଥିଲେ। ସେ କଥାର ଆଧାରରେ ଆଜି ମଧ୍ୟ ଆମେ ଏକମତ ସେ କଥାରେ ଓଡ଼ିଆ ଲୋକ ବା ଓଡ଼ିଶାର ଲୋକ ଯେଉଁମାନେ ଓଡ଼ିଶାରେ ରହୁଛନ୍ତି ସେମାନେ ଯେଉଁମାନେ କାମ କରିବେ ନିଶ୍ଚିତ ଭାବେ ଓଡ଼ିଶାର କାମ ଟେଣ୍ଡର ବାହାରିଲା ବେଳକୁ ତାଙ୍କୁ ପ୍ରାଧାନ୍ୟ ଦିଆଯିବ। ଦ୍ୱିତୀୟ କଥା ହେଲା ତାଙ୍କର ଯାହା ଯାହା ଛୋଟ ମୋଟ ସମସ୍ୟା ରହିଥିଲା ଏବଂ ବିଗତ କିଛି ମାସ ତଳେ ମଧ୍ୟ ସେମାନଙ୍କର ଆନ୍ଦୋଳନ ରହିଥିଲା। ଆନ୍ଦୋଳନକୁ ସମାଧାନର ବାଟ ଆଣିବା ପାଇଁ ସେଦିନ ମଧ୍ୟ ଆମର ମନ୍ତ୍ରୀ ୱାର୍କସ ମିନିଷ୍ଟର ବଡ଼ ଭାଇ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ ମଧ୍ୟ ତାଙ୍କ ସାଙ୍ଗରେ ବସିଥିଲେ। ଆଲୋଚନା ପର୍ଯ୍ୟାଲୋଚନା ହେଇ ତାଙ୍କର ଆନ୍ଦୋଳନକୁ ମଧ୍ୟ ସ୍ଥଗିତ କରାଯାଇଥିଲା। ଏମାନେ କଣ୍ଟ୍ରାକ୍ଟର ଭାଇ ଏ ମାଟିର ଜଣେ ଜଣେ ଶ୍ରେଷ୍ଠ ନେତୃତ୍ୱ ସେମାନେ କାମ କରୁଛନ୍ତି ଏବଂ କାମ ଦ୍ୱାରା ଏ ମାଟି ବା ଏ ରାଜ୍ୟ ଏ ଜିଲ୍ଲା ଏ ଅଞ୍ଚଳ ବିକଶିତ ହେଉଛି। ତେଣୁ ତାଙ୍କର ସୁଖ ଦୁଃଖରେ ସାମିଲ ହେବା ଏ ସରକାରଙ୍କର ବା ଲୋକଙ୍କର ସରକାରଙ୍କର ଦାୟିତ୍ୱ। ସରକାରଙ୍କ ପାଖରେ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ୟାଙ୍କ ସମସ୍ୟାକୁ ନେଇ ଏ ଭାଇ ଭଉଣୀମାନଙ୍କ ସମସ୍ୟାକୁ ନେଇକି ସରକାରଙ୍କ ପାଖରେ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଦାୟିତ୍ୱ ମଧ୍ୟ ମୁଁ ନେଇଛି ଏବଂ ଜଗନ୍ନାଥ ଭାଇ ନେଇଛନ୍ତି। ଆମେ ସମସ୍ତଙ୍କର ମିଳିତ ଉଦ୍ୟମ ଏମାନେ ସରକାର ସାଙ୍ଗରେ ସହଭାଗିତାରେ କେବେ ତାଙ୍କର ଅସୁବିଧା ନ ହେଉ ଏ କଥାକୁ ମଧ୍ୟ ଆମେ ଆମ ସରକାର ବା ଲୋକଙ୍କ ସରକାର ବିଚାର କରିବାର ସମୟ ଆସିଛି। ମୁଁ ଭାବୁଛି ଆଜିର ବୈଠକ ବା ପ୍ରଥମ ଭାଗର ବୈଠକ ଭଲ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ପର୍ଯ୍ୟାଲୋଚନା ମାଧ୍ୟମରେ ଶେଷ ହୋଇଛି। ତାଙ୍କର ଯାହା ସମସ୍ୟା ଥିବ ଆମେ ସରକାର ମାଧ୍ୟମରେ ତାକୁ ଦୂର କରିବା ପାଇଁ ଚେଷ୍ଟା କରିବୁ। हॉलमार्क ऑर्नामेंट्स स्वप्नरू सत जाए।